नमो सवित्रे जगदेक चक्षुषे जगत प्रसृति स्थिति नाश हे तवे त्रयीमयाय त्रिगुणात्मधारिणे विरंचि नारायण शंकरात्मने विरंचि नारायण शंकरात्मने। आहे सूर्य सहस्रांशु तुम्भते जरे प्राणी मानकर प्राण अच्छी धरारे भक्ति भरे तुम्भंकु जे पूजा करई संसार रे सर्व सुख सेहु लभई आयु जस लाभ हुए मिले सम्मान भक्तर सर्वदा करी थांती कल्याण शुणिबे गुणिक जन दिव्य चरित सूर्यंकर पूजा कला केउ भक्त असाध्यर गुरु पाइथिला मुक्ति रहीगला संसार रे तांको कीरति रहीगला संसार रे तांको कीरति जुगे जुगे महाप्रभु धरा मंडंती पापी को विनाश करी सन्थ पालंती द्वापर जुगरे प्रभु कृष्ण केशव ग्रहण करंती सदा भक्तर भाव अष्टपाट वंशीकर पाणी ग्रहण द्वापर जुगे करिले श्री नारायण तांक मध्य जाम्बवती अति सुंदरी पतिव्रता गुणवती से सुकुमारी कृष्ण भगवानंकर दिव्य तेजरु आहा दिव्य तेजरु पुत्र जन्मिला जाम्बवती गर्भरु पुत्र जन्मिला जाम्बवती गर्भरु कन्याक भଳି ताहांक सुंदर रूप सांब नामरे जानिला सारा जगत धीरे धीरे सांबंकर अंग बढ़िला अपरूप सुंदरता जे प्रकाशिला बाल्यपगंड घरे से होइले जुवा रूप दिशिला ताहांक जे मन लोभा सते कि कंदर्प तेज जिणीबा कांति जेहु देखे अपलक नेत्रे चाहांती सबु पुत्रंक मध्यरे सांब सुंदर आहा सांब सुंदर से पाई मनरे तांकर अहंकार से पाई मनरे तांकर अहंकार सांब को देखी सते कि पतिवरती दंभ छाड़ीण आशा करती सुरती लास्य कुंतल मस्तके जे मनोहर पक्वबिंब विशीर्ण ताहांक धर उन्नत नासिका पुणी प्रशस्त वक्ष स्वर्ग ओह्लाइले कामदेव प्रत्यक्ष जुवा रूप राशि अटई मनोहर सर्वनागरी मानक से चित चोर सर्वनागरी मानक से चित चोर धन जौवन अटई क्षण स्थायी से पाइबा
ଅଛନ୍ତି ଆମ୍ଭର ଶାସ୍ତ୍ର ପୁରାଣ, କହି ଅଛନ୍ତି ଆମ୍ଭର ଶାସ୍ତ୍ର ପୁରାଣ। ବ୍ରହ୍ମାଙ୍କର ପୁତ୍ର ଯେ ଦେବର୍ଷି ନାରଦ, ନାରାୟଣଙ୍କ ନାମରେ ସର୍ବଦା ରତ। ଦେବନାଗ ଲୋକ ଋଷି ଲୋକ ସମସ୍ତ, ମର୍ତ୍ତ୍ୟ ପାତାଳ ବାରତା ତାହାଙ୍କୁ ଜ୍ଞାତ। ସର୍ବସ୍ଥାନ ଅଚିରେ କରନ୍ତି ଗମନ, ତାହାଙ୍କୁ ବାରଣ ନାହିଁ ଯେ କେଉଁ ସ୍ଥାନ। କୃଷ୍ଣଙ୍କ ଦର୍ଶନ ପାଇଁ ସେହୁ ଆସନ୍ତି, ସମସ୍ତଙ୍କ ପାଖୁ ଯେ ସମ୍ମାନ ଲଭନ୍ତି। କିନ୍ତୁ ଶାମ୍ବ ଯେ ପ୍ରଣାମ କରନ୍ତି ନାହିଁ, ସେହୁ କରନ୍ତି ନାହିଁ। ପରିହାସନ୍ତି ଯେ କଟୁ ବଚନ କହି, ପରିହାସନ୍ତି ଯେ କଟୁ ବଚନ କହି। ଶାମ୍ବଙ୍କ କଥାରେ ଅପମାନ ପାଆନ୍ତି, ଶ୍ରୀକୃଷ୍ଣଙ୍କ ପୁତ୍ର ବୋଲି ସହି ଯାଆନ୍ତି। ଏକ ଦିନେ ଦେବର୍ଷି ଯେ ମୁନିଙ୍କ ମେଳେ, ଆସି ପହଞ୍ଚିଲେ ସେହୁ ଦ୍ୱାରକାପୁରେ। ସିଂହଦ୍ୱାରୁ ନାରାୟଣ ନାମ ଶୁଭିଲା, ଦେବର୍ଷିଙ୍କ ଆଗମନ ଜଣା ପଡ଼ିଲା। ଦାସୀ ଦେଖିଲା ଯେ ଋଷିଙ୍କ ଗହଣରେ, ଦେବର୍ଷିଙ୍କ ଆଗମନ ହେଲା ଅଚିରେ। ରତ୍ନ ଝରିରେ ପବିତ୍ର ଜଣକୁ ଧରି, ଆହା ଜଣକୁ ଧରି, ପାଟ ମହିଷୀ ମାନେ ଆସିଲେ ବାହାରି, ପାଟ ମହିଷୀ ମାନେ ଆସିଲେ ବାହାରି। ପବିତ୍ର ଜଳରେ ପଦ ଧୌତ କଲେ, ପୁଷ୍ପମାଳ ଗଳାରେ ଯେ ପିନ୍ଧାଇ ଦେଲେ। ଗନ୍ଧ ଚନ୍ଦନ କୁଙ୍କୁମ ମସ୍ତକେ ଦେଲେ, ଦୁର୍ବାକ୍ଷତ ଦେଇ ତାଙ୍କ ପଦ ବନ୍ଦିଲେ। ପ୍ରତିହାରୀ ପଣରେ ପାଛୋଟି ଆଣିଲେ, ଦିବ୍ୟ ଆସନରେ ସେହୁ ବସାଇ ଦେଲେ। ଶ୍ରୀକୃଷ୍ଣଙ୍କ ପୁତ୍ର ମାନେ ପ୍ରଦ୍ୟୁମ୍ନ ପୁଣି, ଆହା ପ୍ରଦ୍ୟୁମ୍ନ ପୁଣି, ପହଞ୍ଚିଲେ ଋଷିଙ୍କର ଆସିବା ଜାଣି, ପହଞ୍ଚିଲେ ଋଷିଙ୍କର ଆସିବା ଜାଣି। ଭକ୍ତି ଭରେ ପ୍ରଣିପାତ ସେହୁ ହୋଇଲେ, ପଦରଜ ନେଇ ମସ୍ତକରେ ବୋଳିଲେ। ପ୍ରସନ୍ନ ହୋଇଲେ ତହୁଁ ସେ ଋଷିବର, ସର୍ବବିଧ କଲ୍ୟାଣ ଯେ ହେଉ ତୁମ୍ଭର। ଆୟୁ ବଢୁ ଯଶ ବଢୁ ବଢୁ ଯେ ଧନ, ଧର୍ମ କାର୍ଯ୍ୟ ସର୍ବଦା ରହୁ ଯେ ମନ। ରୋଗ ଦୁଃଖ ତୁମ୍ଭର ଯେ ହରଣ ହେଉ, ଉପଯୁକ୍ତ କନ୍ୟା ପାତ୍ରୀ ଯେ ମିଳି ଯାଉ। ଏହିପରି ଆଶୀର୍ବାଦ ଋଷି କରିଲେ, ଆହା ଋଷି କରିଲେ। ତକ୍ଷଣାତ ଶାମ୍ବ ଆସି ପହଞ୍ଚି ଗଲେ, ତକ୍ଷଣାତ ଶାମ୍ବ ଆସି ପହଞ୍ଚି ଗଲେ। ଦେଖିଲେ ଋଷିଙ୍କ ସଙ୍ଗେ ଛନ୍ତି ନାରଦ, ପରିହାସ କଲେ ଯେ ତାହାଙ୍କୁ ବହୁତ। ଧନ୍ୟ ଦେବର୍ଷି ଯେ ଧନ୍ୟ ତୁମ୍ଭର ଦାଢ଼ି, ସବୁବେଳେ ଆମ ପୁରେ ଆସୁଛ ମାଡ଼ି। ଚିତା ତିଳକ ଯେ ପୁଣି ଧରିଛ ବୀଣା, କିପରି ଦିଶ ତୁମ୍ଭଙ୍କୁ ନାହିଁ ତ ଜଣା। ଲାଜରେ ଯେ ଦେବର୍ଷିଙ୍କ ମୁହଁ ଜଳିଲା, ହୃଦୟରେ କ୍ରୋଧ ଭାବ ଜାଗ୍ରତ ହେଲା। ମନେ ରହିଲା ଶାମ୍ବ ଯେ ଏ ଅପମାନ, ଆହା ଏ ଅପମାନ। ଉପଯୁକ୍ତ ସମୟରେ ଦେବୀ ପ୍ରମାଣ, ଉପଯୁକ୍ତ ସମୟରେ ଦେବୀ
ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ସ୍ୱର୍ଗୁ ଆସିଥିଲେ ଯେ ନାରଦ ଗୋସାଇଁ। ଅନେକ ପ୍ରସଙ୍ଗ ଆଲୋଚନା ହୋଇଲା, ସୃଷ୍ଟିର ଯେ ଭଲ ମନ୍ଦ ବିଚାର ହେଲା। ଅନେକ ସ୍ତୁତି କରିଲେ ଭଗବାନଙ୍କୁ, ଆଶୀର୍ବାଦ ଦେଇଥାନ୍ତୁ ଏ ଅଧମକୁ। ଚରାଚର ବ୍ରହ୍ମାଣ୍ଡର କର୍ତ୍ତା ଆପଣ, ଜଗତ ପାଳୁଛ ଭଲେ ହେ ନାରାୟଣ। ଯୁଗେ ଯୁଗେ ଲୀଳା ପାଇ ମର୍ତ୍ୟ ମଣ୍ଡଳେ, ତୁମ୍ଭେ ମର୍ତ୍ୟ ମଣ୍ଡଳେ ଓହ୍ଲାଇ ଆସ ଶ୍ରୀହରି ଏ ଧରା ତଳେ। ଓହ୍ଲାଇ ଆସ ଶ୍ରୀହରି ଏ ଧରା ତଳେ। ଦ୍ୱାରକାରେ ସର୍ବସୁଖ ପ୍ରଭୁ ପାଇଲେ, କୀର୍ତ୍ତିମାନ ପୁତ୍ରଙ୍କୁ କୋଳରେ ଧରିଲେ। ଶାମ୍ବ ବୋଲି ଯେଉଁ ପୁତ୍ର ଆପଣଙ୍କର, ଅତି ଉଶୃଙ୍ଖଳ ଯେ ଅନେକ ବିକାର। ରୂପ ଅହଙ୍କାରେ ଭଲ ମନ୍ଦ ବିଚାର, ପୂଜ୍ୟ ପୂଜା ଧର୍ମ କର୍ମ ନାହିଁ ତାଙ୍କର। ସତ୍ୟ ସଙ୍ଗେ ଦେବର୍ଷି ଯେ ମିଥ୍ୟା ଯୋଡ଼ିଲେ, ଯେ ମିଥ୍ୟା ଯୋଡ଼ିଲେ ଶ୍ରୀକୃଷ୍ଣଙ୍କ ଆଗରେ ପ୍ରକାଶ କରିଲେ। ଶ୍ରୀକୃଷ୍ଣଙ୍କ ଆଗରେ ପ୍ରକାଶ କରିଲେ। ଆପଣ ଗୋପପୁରରେ ଥିବା କାଳରେ 16,000 ଗୋପୀଙ୍କୁ ପ୍ରେମ କରିଲେ। ଗୋପୀଙ୍କ ପ୍ରତି ଶାମଙ୍କ ହୀନ ବିଚାର, ଅନେକ ନାରୀଙ୍କ ପ୍ରତି ଦୃଷ୍ଟି ତାଙ୍କର। ପୁତ୍ର ବିଷୟରେ ପ୍ରଭୁ ଶୁଣି ଏକଥା, ମନରେ ତାଙ୍କ କିଞ୍ଚିତ ଲାଗିଲା ବ୍ୟଥା। କହିଲେ ଦେବର୍ଷି ଶାମ୍ବ ପୁତ୍ର ମୋହର, ପିତାଙ୍କ ପ୍ରେମିକାକୁ ଏପରି ବିଚାର କରିବନି କେବେ। ହେଉ ନାହିଁ ବିଶ୍ୱାସ, ହେଉ ନାହିଁ ବିଶ୍ୱାସ, ଦୟାପୂର୍ବକ ସତ୍ୟ କରନ୍ତୁ ପ୍ରକାଶ। ଦୟାପୂର୍ବକ ସତ୍ୟ କରନ୍ତୁ ପ୍ରକାଶ। ପୁତ୍ର ଯେବେ ମୋର ଅବାଟକୁ ଗମିବ, ପିତାଙ୍କର ନିଶ୍ଚୟ ଅପଯଶ ହୋଇବ। ଶାସନ କରିବି ପୁତ୍ର ଦାୟିତ୍ୱ ମୋର, ଏକଥାକୁ ନିଶ୍ଚୟ କରିବି ବିଚାର। ଏଥୁ ଅନ୍ତେ ଦେବର୍ଷି ଯେ ବିଦାୟ ନେଲେ, ଶାମ୍ବଙ୍କ ପାଇଁ ଯୋଜନା ସେ ତିଆରିଲେ। ଭୋକ ହେଲାନି ତାହାଙ୍କୁ ହେଲାନି ଶୋଷ, ଶାମ୍ବଙ୍କୁ ଯେ ଶିକ୍ଷା ଦେବେ ସେହି ଅବଶ୍ୟ। ଆଗେ ଦ୍ୱାରକା ପୁରୀ ଯେତେ ଆସୁଥିଲେ, ଯେତେ ଆସୁଥିଲେ, ଏବେଠାରୁ ବାରମ୍ବାର ସେହି ଆସିଲେ। ଏବେଠାରୁ ବାରମ୍ବାର ସେହି ଆସିଲେ। ଏକ ଦିନେ ଭଗବାନ କଲେ ବିଚାର, ଜଳ କ୍ରୀଡ଼ା ପାଇଁ ତହୁଁ ହେଲେ ବାହାର। ଅଷ୍ଟପାଟ ବଂଶୀଙ୍କୁ ସଙ୍ଗତେ ନେଇଣ, ବାହାର ହୋଇଲେ ତହୁଁ ଶ୍ରୀନାରାୟଣ। ପହଞ୍ଚିଲେ ସେହି ରମ୍ୟ ସ୍ଥାନରେ ଯାଇ, ଅତି ଶୋଭାମୟ ସ୍ଥାନ ଚିତ୍ତ ହରଇ। ପୁଷ୍ପ ଉଦ୍ୟାନ ନିକଟେ ସେ ଜଳାଗାର, ସେ ସ୍ଥାନେ ମିଳଇ ପୁଣି ଶାନ୍ତି ଅପାର। ରୈବତ ପର୍ବତ ଅଛି ନିକଟେ ତାର, ତାହା ନିକଟେ ତାର। ମୟୂର ମାନେ ସଦା କରନ୍ତି ବିହାର, ମୟୂର ମାନେ ସଦା କରନ୍ତି ବିହାର। ସୁକ ଚାତକ ଖେଳନ୍ତି ଆନନ୍ଦେ ତହିଁ,
ভ্রমরর গুণু গুণু গীত শুভই চক্রবাক পক্ষী সে স্থানরে খেড়ই কোইলির কুহু ডাক তহি শুভই রমণীয় স্থানে ধরি রমণী গণ জল ক্রীড়া রম্ভিলে শ্রীনারায়ণ হার নূপুর কেউর আভূষণ রে আহা আভূষণ রে সুন্দরী যে অধিক সুন্দর দিশিলে সুন্দরী যে অধিক সুন্দর দিশিলে নীল পদ্ম ফুটি অছি সে জলাগারে আম্ব বউড়র বাসনা মন কুহরে হেমন্ত স্থাନରେ প্রভু ক্রীড়া করন্তি কৌতুকরে নারীଙ୍କ মন মোহন্তি বিচিত্র বিচার অটে বিধাতাঙ্কর সে কালে মিলিলে ঋষি দ্বারকাপুর শ্রীকৃষ্ণ কাহান্তি বাসীଙ୍କୁ পচারিলে জଳ କ୍ରୀଡ଼ାରେ ଅଛନ୍ତି ଦାସୀ କହିଲେ ରେବତ ପର୍ବତର ଯେ ସନ୍ନିକଟରେ ଆହା ସନ୍ନିକଟରେ ସେ ଯେଉଁ ଉଦ୍ୟାନ ସଭିଙ୍କ ଚିତ୍ତରେ ସେ ଯେଉଁ ଉଦ୍ୟାନ ସଭିଙ୍କ ଚିତ୍ତରେ ତାହାର ନିକଟେ କଇ ଜଳାଗାର ମହାରାଜ କରୁଛନ୍ତି ତହିଁ ବିହାର ଏ କଥା ଶୁଣି ଦେବର୍ଷି ଆନନ୍ଦ ହେଲେ ସୁବର୍ଣ୍ଣ ସୁଯୋଗ ଆଜି ମିଳିଛି ଭଲେ ଶାମ୍ବଙ୍କ ପାଖରେ ଦେବ ଋଷି ମିଳିଲେ ହସି ହସି ସୁମଧୁର ବାକ୍ୟ ଭାସିଲେ ସବୁଦିନର ରାଗକୁ ଏକ ଦିନରେ ସୁଝିବି ମୁଁ ନିଶ୍ଚେ ଆଜି କିଛି କ୍ଷଣରେ ଶୁଣ ଶାମ୍ବ ଦେବୀ ମୁଁ ସୁନ୍ଦର ବାରତା ମୁଁ ସୁନ୍ଦର ବାରତା ରେବତ ପର୍ବତେ ଛନ୍ତି ତୁମ୍ଭର ପିତା ରେବତ ପର୍ବତେ ଛନ୍ତି ତୁମ୍ଭର ପିତା ସେ ପର୍ବତ ନିକଟରେ ସୁରମ୍ୟ ସ୍ଥାନ ସମସ୍ତଙ୍କ ଚିତ୍ତକୁ କରଇ ହରଣ ସେ ସ୍ଥାନକୁ ଦେଖିବାକୁ ମନ ବଳାଇ ମୋହସ୍ତରେ ପିତା ଯେ ଅଛନ୍ତି ଡକାଇ ସବୁ ସମୟରେ ବୁଦ୍ଧି କରେନି କାମ ଶାମ୍ବଙ୍କର ହୋଇଲା ଯେ କରମ ବାମ ଯେଉଁ ଦେବର୍ଷିଙ୍କୁ ପରିହାସ କରନ୍ତି ତାଙ୍କ କଥାକୁ ଆଜି ପରତେ ଯାଆନ୍ତି ବୁଝିଲେନି ଦେବର୍ଷିଙ୍କ କପଟ ବୁଦ୍ଧି ସେ କପଟ ବୁଦ୍ଧି ଦେବର୍ଷିଙ୍କ ମିଛ ଫାନ୍ଦେ ହୋଇଲେ ଛନ୍ଦି ଦେବର୍ଷିଙ୍କ ମିଛ ଫାନ୍ଦେ ହୋଇଲେ ଛନ୍ଦି ମନେ ମନେ ଶାମ୍ବ ଯେ ଆନନ୍ଦ ହୋଇଲେ ସୁନ୍ଦର ଆଭୂଷଣରେ ସଜିତ ହେଲେ ବୁଲିବାକୁ ଡାକିଛନ୍ତି ମୋହର ତାତ ମୋ ପାଇଁ ତାଙ୍କର ନିଶ୍ଚେ ସ୍ନେହ ବହୁତ ସମସ୍ତ ପୁତ୍ରଙ୍କ ମଧ୍ୟରେ ମୁଁ ହିଁ ପ୍ରଧାନ ଭାବି ଆନନ୍ଦିତ ଆଜି ଶାମ୍ବଙ୍କ ମନ ସେ ସ୍ଥାନେ ଗମିବା ପାଇଁ ତତ୍ପର ହେଲେ ଆହା ତତ୍ପର ହେଲେ କାହିଁକି ଆଉ ବିଳମ୍ବ କରିବି ଭଲେ କାହିଁକି ଆଉ ବିଳମ୍ବ କରିବି ଭଲେ ସଜ ହୋଇ ଶାମ୍ବ ଯେ ବାହାର ହୋଇଲେ ଦେବର୍ଷିଙ୍କ ଆନନ୍ଦ କହିଲେ ନ ସରେ ତେଣେ ଅଷ୍ଟରାଣୀ ସଙ୍ଗେ କ୍ରୀଡ଼ା କୌତୁକ ହୋଇଛନ୍ତି ଭଗବାନ ପଙ୍କଜ
हास्यवदने मिष्ठ वाक्य भासन्ति शृंगार रसर उद्दीपन विभाव सेहि स्थान रे जे पुरी अछई सर्व विश्वमोहन बामाकु मोहिबा पाई आहा मोहिबा पाई समस्त कौशल कले जगत साई समस्त कौशल कले जगत साई अकस्मात सांब जाई प्रवेश हेले ये परिस्थिति देखिण चमकी गले माता मानक संगते अछंती तात आसीबा मोहर एथे नुहे उचित ये समय डकाइले काहींकि पिता भाविण ताहांकर जे घूरिला मथा प्रणाम जनक बोली सांब कहिले भय मिशा आखिरे प्रभुଙ୍କୁ चाहिले पति पत्नीकर अंतरंग मुहूर्त से काले मिलिला आसी युवक पुत्र से काले मिलिला आसी युवक पुत्र विप्रलम्ब श्रृंगार रे आसिला बाधा जल क्रीड़ा प्रभुंकर होइला अधा क्रोध जर्जरित होई प्रभु चाहिले हिताहित ज्ञान तुम्भ नाही तो हेले ये समय प्रवेशिबा नुहे उचित नाही जे तुम्हर तिले बुद्धि विवेक रूप अहंकारे तुम्भे होइल मत न विचारिल जे तिले स्थान पात्र पिता मातांकर क्रीड़ा समय पुणी आहा समय पुणी काहींकि प्रवेश कल एक कथा जानी काहींकि प्रवेश कल एक कथा जानी जलागारु श्रीकृष्ण होइले बाहार धरिले सांब जे पितांकर पयर देवर्षिंक हस्ते पिता वार्ता देले से वार्ता शुणी मुहि आसिली भले जल क्रीड़ारे आपण अछंती बोली जना नथिबारु मुहि आसिली चाली सांबंक स्वभाव उग्र जानती हरि गुरुजनंकु ताहार नाही खातिर गुरुजनंकु ताहार नाही खातिर तिळे मात्र न करिले तांकु विश्वास उचित शास्ति देवी मु आजी अवश्य से समय देवर्षि जे प्रवेश हेले नारायण नारायण से उच्चारिले देवर्षिंक आगमने लज्जित हेले पुष्करिणी राणी बाहर हेले राणी मानंकर चारु छिन्न वसन जल लागी अंगे लागी अछि वहन जौवन तांकर फुटी दिशुची तही रूप शोभाराणींकर द्विगुण होई रूप शोभाराणींकर द्विगुण होई देवर्षिंकु पचारिले श्रीनारायण सांबंकु वार्ता देइथिले आपण कहिथिले कि मो पाखे आसीबा पाई ये स्थान को किंबा देइथिले पठाई ऋषि होइण से आदि मिथ्या कहिले काहींकि करिबी प्रभु एपरि हेले मुहि परा आपणक
ବିଶ୍ୱାସ କରିଲେ ଶାମ୍ବଙ୍କ ଉପରେ ପ୍ରଭୁ କ୍ରୋଧିତ ହେଲେ ଶାମ୍ବଙ୍କ ଉପରେ ପ୍ରଭୁ କ୍ରୋଧିତ ହେଲେ অত্যন্ত সুন্দর তুম্ভ রূপ সম্ভার সে কারণে এতে গর্ব তুম মনর সে রূপ সম্ভার তুম্ভ রহিব নাহি গলিত কুষ্ঠকু তু ভোগ কর যাই যেতে অনুরোধ কলে শাম্ব কুমার দয়া ন হইলা সে প্রভুঙ্ক মনর দিন পরে দিন যে বিতি চালিলা ধীরে ধীরে শাম্বঙ্কর চিন্তা বঢ়িলা କିଛି ଦିନ ଅନ୍ତେ ପୁଣି କୃଷ୍ଣଙ୍କ ସାପ ଆହା କୃଷ୍ଣଙ୍କ ସାପ ଶାମ୍ବଙ୍କ ଅଙ୍ଗେ ଫଳିଲା ଗଳିତ କୁଷ୍ଠ ଶାମ୍ବଙ୍କ ଅଙ୍ଗେ ଫଳିଲା ଗଳିତ କୁଷ୍ଠ ଆହାର ନିଦାସେ ବିକଳରେ ତେଜିଲେ ରୋଗର ପ୍ରଭାବେ ଛଟପଟ ହୋଇଲେ ନିଜର କୁକର୍ମ ସବୁ ମନେ ଗୁଣିଲେ ଅହଙ୍କାର ଯୋଗୁ ଏହା ହୋଇଲା ଭଲେ ଋଷି ବ୍ରାହ୍ମଣଙ୍କୁ କେତେ ନିନ୍ଦା କରିଲି ଗୁରୁଜନଙ୍କୁ ଯେ ଅସମ୍ମାନ କରିଲି ଜନନୀ ଜାମ୍ବବତୀ ଆତୁର ହେଲେ ସେ ଯେ ଆତୁର ହେଲେ ବିକଳରେ ଆଖିରୁ ଲୁହ ଗଡ଼ାଇଲେ ବିକଳରେ ଆଖିରୁ ଲୁହ ଗଡ଼ାଇଲେ ଶ୍ରୀକୃଷ୍ଣଙ୍କ ପାଖେ ଯାଇ ଉଭା ହୋଇଲେ ଅତି ବିନୟରେ ଯେ ବଚନ ବୋଇଲେ ପିତା ହୋଇ ପୁତ୍ରର କଲେ ସର୍ବନାଶ କେହୁ ଅବାସାହା ତାଙ୍କୁ ହେବ ଅବଶ୍ୟ ଦଣ୍ଡ ଦେବାର ଶକ୍ତି ଯାହାର ଥାଇ ଅବଶ୍ୟ ସେହି ଯେ କ୍ଷମା ଦେଇପାରଇ କ୍ଷମା ଗୁଣ ଅଟଇ ସଂସାରେ ମହାନ କ୍ଷମାଦାତା ଶ୍ରେଷ୍ଠ ସିନା ଅଛି ପ୍ରମାଣ କ୍ଷମା ଅଟେ ସଂସାରରେ ବଡ଼ ତପସ୍ୟା ସେ ଯେ ବଡ଼ ତପସ୍ୟା ଶାସ୍ତ୍ର ପୁରାଣେ ପ୍ରମାଣ ଅଛି ଏ କଥା ଶାସ୍ତ୍ର ପୁରାଣେ ପ୍ରମାଣ ଅଛି ଏ କଥା ମୁହିଁ ପରା ଗର୍ଭଧାରୀ ଅଟେ ଶାମ୍ବର ପ୍ରାର୍ଥନା କରୁଛି ପ୍ରଭୁ ମୋ ଦୁଃଖର ପତିବ୍ରତା ସୁନ୍ଦରୀ ଯେ ସେ ଜାମ୍ବବତୀ ଶ୍ରୀକୃଷ୍ଣଙ୍କ ପାଦେ ତାଙ୍କ ଅଶେଷ ଭକ୍ତି ଜାମ୍ବବତୀଙ୍କୁ ଦେଖିଣ ପ୍ରଭୁଙ୍କ ମନ ତରଳି ଗଲା ଯେ ପ୍ରଭୁ ହେଲେ ପ୍ରସନ୍ନ ଏକାଳେ ଯେ ଶାମ୍ବ ଆସିଣ ପ୍ରବେଶିଲେ କାନ୍ଦି କାନ୍ଦି ପିତାଙ୍କର ପାଦେ ପଡ଼ିଲେ ପ୍ରଭୁ ଉଠାଇଲେ ଆଶ୍ୱାସିନ କହିଲେ ଅବିଳମ୍ବେ ସୂର୍ଯ୍ୟ ପୂଜା କର ତୁ ଭଲେ ଅବିଳମ୍ବେ ସୂର୍ଯ୍ୟ ପୂଜା କର ତୁ ଭଲେ ସୂର୍ଯ୍ୟ ପୂଜା କଲେ ବ୍ୟାଧି ଦୂର ହୋଇବ ଧନ ଜନ ଯଶ ଯେ ପ୍ରାପ୍ତ ହୋଇବ ସାରା ଜଗତର ପ୍ରାଣ ସୂର୍ଯ୍ୟ ଅଟନ୍ତି ତାଙ୍କ ଯୋଗୁ ପ୍ରାଣୀ ଯେ ଧରାରେ ବଞ୍ଚନ୍ତି ଅତି ଦୟାଳୁ ଅଟନ୍ତି ସୂରୁଜ ଦେବ ତାଙ୍କ କୃପା ବଳେ ସିନା ସବୁ ସମ୍ଭବ ଋଷି ବ୍ରାହ୍ମଣଙ୍କୁ ଶ୍ରୀକୃଷ୍ଣ ଡକାଇଲେ ସମସ୍ତଙ୍କ ପାଦେ ଶାମ୍ବ ପ୍ରଣାମ କଲେ ମାତା ପିତାଙ୍କୁ ଭକ୍ତିରେ ପ୍ରଣାମ କରି ଆହା ପ୍ରଣାମ
କରି ତପସ୍ୟା ଅଭିମୁଖରେ ଗଲେ ବାହାରି ତପସ୍ୟା ଅଭିମୁଖରେ ଗଲେ ବାହାରି ଚନ୍ଦ୍ରଭାଗା କୂଳରେ ଯେ ପ୍ରବେଶ ହେଲେ ମୈତ୍ରେୟ ମୁନିଙ୍କ ଆଶ୍ରମରେ ମିଳିଲେ କଶ୍ୟପ ଋଷିଙ୍କ ପୁତ୍ର ଯେ ମିତ୍ରାଦିତ୍ୟ ସେହି ସ୍ଥାନରେ ଯେ ହୋଇଥିଲେ ଟି ଜାତ ଦେବ ବିଶ୍ୱକର୍ମା ତହିଁ ଯେ ଆସିଥିଲେ ମିତ୍ରାଦିତ୍ୟଙ୍କର ମୂର୍ତ୍ତି ତିଆରି ଥିଲେ ମୈତ୍ରେୟଙ୍କ ଆଶ୍ରମରେ ସେ ମୂର୍ତ୍ତି ଥିଲେ ଆହା ସେ ମୂର୍ତ୍ତି ଥିଲେ ଭକ୍ତି ଭରେ ଶାମ୍ବ ତାଙ୍କୁ ପୂଜା କରିଲେ ଭକ୍ତି ଭରେ ଶାମ୍ବ ତାଙ୍କୁ ପୂଜା କରିଲେ ତାଙ୍କ ଆଶ୍ରମରେ ରହି ଶାମ୍ବ କୁମାର ପୂଜା କରୁଥିଲେ ତହିଁ ଅତି ଭକ୍ତିର କଠୋର ତପସ୍ୟା ସେହି ସ୍ଥାନେ କରିଲେ ବ୍ରହ୍ମଚର୍ଯ୍ୟ ବ୍ରତକୁ ଧାରଣ କରିଲେ ବେଳେ ବେଳେ ଏକ ପାଦେ କରନ୍ତି ଧ୍ୟାନ ପ୍ରସନ୍ନ ହୁଅନ୍ତୁ ହେ କଶ୍ୟପ ନନ୍ଦନ କେବେଳେ ସମାସନେ ବସି ସଧୀର ଆଶୀର୍ବାଦ କରନ୍ତୁ ହେ ସଂଜ୍ଞାଙ୍କ ବର ଆଶୀର୍ବାଦ କରନ୍ତୁ ହେ ଜଗତ ପ୍ରାଣ ଆହେ ଜଗତ ପ୍ରାଣ ସଂକଟରୁ ରଖ ହେ ସୂର୍ଯ୍ୟ ନାରାୟଣ ସଂକଟରୁ ରଖ ହେ ସୂର୍ଯ୍ୟ ନାରାୟଣ ଦିନୁ ଦିନ ତପ ଯେ କଠୋର ହୋଇଲା ସୂର୍ଯ୍ୟଙ୍କ ପ୍ରତି ଭକ୍ତି ବଢ଼ି ଚାଲିଲା ଗ୍ରୀଷ୍ମ କାଳେ ଚତୁର୍ପାର୍ଶ୍ୱେ ଅଗ୍ନି ଲଗାଇ ମଧ୍ୟଭାଗେ ବସି ତପ କରନ୍ତି ଯାଇ ବର୍ଷା କାଳେ ବର୍ଷା ଜଳ ନଦୀରେ ପୂର୍ଣ୍ଣ ଚନ୍ଦ୍ରଭାଗା ନଦୀରେ ସେ ପ୍ରବେଶୀ ପୂର୍ଣ୍ଣ ଉପରକୁ ପାଦ ଯେ ତଳକୁ ମସ୍ତକ ବିକଳେ ଡାକନ୍ତି ଆଦିତ୍ୟ ଦେବ ରଖ ଶୀତ ସମୟେ ଅଙ୍ଗରେ ବରଫ ରଖି ଆହା ବରଫ ରଖି ତପସ୍ୟା କରନ୍ତି ତାଙ୍କୁ ବିକଳେ ଡାକି ତପସ୍ୟା କରନ୍ତି ତାଙ୍କୁ ବିକଳେ ଡାକି ଏଣେ ପୁତ୍ର ପାଇଁ ଜାମ୍ବବତୀ ଜନନୀ ଦାନ ଧ୍ୟାନ ବ୍ରତ ଯେ କରନ୍ତି ଯେ ପୁଣି ଧର୍ମ କରମ ନାନାବିଧ କରନ୍ତି ପୁତ୍ରର କଲ୍ୟାଣ ସର୍ବଦା ସୁମରନ୍ତି ଶ୍ରୀକୃଷ୍ଣ ବି ଅନୁତାପ କରନ୍ତି ନିତ୍ୟ ପୁତ୍ର ପାଇଁ ଚିନ୍ତା ତାଙ୍କ ହୁଏ ବହୁତ ମୁନିକୁ ଡାକିଣ ଭୋଜନ ଦିଅନ୍ତି ପୁତ୍ର ପାଇଁ ଆଶୀର୍ବାଦ ଭିକ୍ଷା କରନ୍ତି କାହିଁକି ଏ ମନ୍ଦ କର୍ମ କଲୁ କୁମର ଆହା କଲୁ କୁମର ଶରୀର ହୋଇଲା ଯେ ତୋର ନାର ଖାର ଶରୀର ଯେ ହେଲା ତୋର ନାର ଖାର ତେଣେ ଶାମ୍ବଙ୍କ ଶରୀର କ୍ଷୀଣ ହୋଇଲା ତଥାପି ତାହାଙ୍କ ତପ ଯେ ନ ଭାଙ୍ଗିଲା ସେବା ଭକ୍ତି ବଳରେ ସବୁ ସମ୍ଭବ ସେବା ଦ୍ୱାରା ପ୍ରସନ୍ନ ଯେ ହୁଅନ୍ତି ଦେବ ତପସ୍ୟାର ଶକଟି ଯେ ନୁହଁ ସାନ ତପ ଦ୍ୱାରା ଅସାଧ୍ୟ ଯେ ହୁଏ ସାଧନ ଘୋର ପାପରେ ପାପିଏ ହେଲେ ପତିତ ତପସ୍ୟା କରିଣ କରନ୍ତି ପ୍ରାୟଶ୍ଚିତ ତପସ୍ୟା କରିଣ କରନ୍ତି ପ୍ରାୟଶ୍ଚିତ ଅଗ୍ନି ଭଳି ସର୍ବ
ଷଷ୍ଠ ମୂର୍ତ୍ତି ଅର୍ଜମା ନାମ ବାୟୁ ସଞ୍ଚାର କରିଣ ରଖନ୍ତି ପ୍ରାଣ ସୂର୍ଯ୍ୟଙ୍କର ସପ୍ତମ ମୂର୍ତ୍ତିର ଯେ ନାମ ଶ୍ରବଣ କରିବେ ବିଗେଡେରି ଶ୍ରବଣ ଭଗ ନାମରେ ସପ୍ତମ ମୂର୍ତ୍ତି ରୂପରେ ପୃଥ୍ୱୀ ରୂପେ ବ୍ୟବସ୍ଥିତ ପ୍ରାଣୀ ଶରୀରେ ଅଷ୍ଟମୂର୍ତ୍ତି ବିବସ୍ୱାନ ନାମରେ ଖ୍ୟାତ ସର୍ବ ଶରୀରରେ ଅଛି ରୂପରେ ସ୍ଥିତ ପାଚନ ଶକ୍ତି ରୂପରେ ସର୍ବ ଶରୀରେ ଆହା ସର୍ବ ଶରୀରେ ଖାଦ୍ୟ ପାଚନ କରାନ୍ତି ନିଜ ତେଜରେ ଖାଦ୍ୟ ପାଚନ କରାନ୍ତି ନିଜ ତେଜରେ ସୂର୍ଯ୍ୟଙ୍କ ଜନମ ନାମ ବିଷ୍ଣୁ ଅଟଇ ସେ ନାମରେ ଜଗତରେ ପ୍ରାଣୀ ତରଇ ଦେବତାଙ୍କ ଶତ୍ରୁକୁ ଯେ କରନ୍ତି ନାଶ ସକଳ ପାପରୁ ତ୍ରାହି ମିଳେ ଅବଶ୍ୟ ଦଶମ ମୂର୍ତ୍ତିର କଥା କହୁଛି ଶୁଣ ଅଂଶୁମାନ ନାମରେ ଯେ ନାମିତ ପୁଣ ଏକାଦଶ ମୂର୍ତ୍ତି ଯେ ବରୁଣ ନାମରେ ପ୍ରସିଦ୍ଧ ଅଟନ୍ତି ସେ ହୁଏ ଏହି ସଂସାରେ ପ୍ରସିଦ୍ଧ ଅଟନ୍ତି ସେ ହୁଏ ଏହି ସଂସାରେ ଜଳ ରୂପେ ସର୍ବଜୀବେ ଜଳ ଦିଅନ୍ତି ସମସ୍ତ ପ୍ରାଣୀଙ୍କର ଯେ ପ୍ରାଣ ରଖନ୍ତି ପ୍ରଭୁଙ୍କ ଦ୍ୱାଦଶ ମୂର୍ତ୍ତି ମିତ୍ର ନାମରେ ସଂସାର କଲ୍ୟାଣ କରନ୍ତି ନିରନ୍ତରେ ଚନ୍ଦ୍ରଭାଗା କୂଳରେ ତାହାଙ୍କ ନିବାସ ମିତ୍ରବନ ନାମେ ସ୍ଥାନ ହୁଏ ପ୍ରକାଶ ସେ ସ୍ଥାନରେ ଶାମ୍ବଙ୍କର କଠୋର ତପ ସୂର୍ଯ୍ୟ ଦେବତାଙ୍କୁ ଯେ କରିଲା ବିବ୍ରତ ଶାମ୍ବଙ୍କ ଦୃଢ଼ ମନର ପରୀକ୍ଷା ପାଇ ଅନେକ ବିଘ୍ନ କରିଲେ ସୂର୍ଯ୍ୟ ଗୋସାଇ ଅନେକ ବିଘ୍ନ କରିଲେ ସୂର୍ଯ୍ୟ ଗୋସାଇ ତଥାପି ନ ଟଳେ ଆଜି ଶାମ୍ବଙ୍କ ମନ ତପସ୍ୟା ତାଙ୍କର ନୋହିଲା ଯେ ଖଣ୍ଡନ ଧୀରେ ଧୀରେ ସୂର୍ଯ୍ୟଙ୍କର ମନ ଟଳିଲା ଶାମ୍ବଙ୍କ ତପସ୍ୟା ତାଙ୍କୁ ବ୍ୟଗ୍ର କରିଲା ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ମର୍ତ୍ତେ ଆସିବାର ପାଇଁ ମନ ବଳାନ୍ତି ସେହି ପୁଣ୍ୟ ତିଥିରେ ଦେବ ଅଂଶୁମାନ ଶାମ୍ବଙ୍କୁ ଦେଲେ ଯେ ପ୍ରତ୍ୟକ୍ଷରେ ଦର୍ଶନ ସହସ୍ର କିରଣ ଧରି ପ୍ରବେଶ ହେଲେ ସେହି ପ୍ରବେଶ ହେଲେ କଲ୍ୟାଣ ହେଉ ତୁମ୍ଭର ବୋଲି ଭାସିଲେ କଲ୍ୟାଣ ହେଉ ତୁମ୍ଭର ବୋଲି ଭାସିଲେ ଦର୍ଶନ ମାତ୍ରକେ ରୋଗ ଦୂରେଇ ଗଲା ଦିବ୍ୟ ଆଭା ତାହାଙ୍କର ପ୍ରକାଶ ହେଲା ତୁମ୍ଭ ତପସ୍ୟାରେ ମୁଁ ହୋଇଲି ପ୍ରସନ୍ନ ଏବେ ମୋର ଦିବ୍ୟ କୃପା କର ଗ୍ରହଣ ଧାର୍ମିକ ଲକ୍ଷଣ ମାନ ତୁମ୍ଭ ଶରୀରେ ପ୍ରକାଶ ହୋଇବ ଶାମ୍ବ ମୋହ କୃପାରେ ଛିଡ଼ିଥିବା ଅଙ୍ଗ ଯେ କଳି ଉଠିଲା ଅଙ୍ଗରାଜିର କ୍ଷତ ପୂରଣ ହୋଇଲା ସୂର୍ଯ୍ୟଦେବଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରି ସେ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଲେ ଯେ ସେ ତପଚାରି କୃତ୍ୟ ହୋଇଲେ ଯେ ସେ ତପଚାରି ଷୋଡ଼ଶ ଉପଚାରରେ ପୂଜା କରିଲେ ସୂର୍ଯ୍ୟ
ସୂର୍ଯ୍ୟଙ୍କର ରଥଯାତ୍ରା ଶାମ୍ବ କରିଲେ, ରୋଗମୁକ୍ତ ହୋଇ ଦ୍ୱାରକାକୁ ଫେରିଲେ। ଶ୍ରୀକୃଷ୍ଣ ଯେ ଆନନ୍ଦରେ ଉତ୍ସବ କଲେ, ଚନ୍ଦ୍ରଭାଗା କୂଳର ଯେ ସେ ମିତ୍ରବନ, ପ୍ରସିଦ୍ଧ ଆମ୍ଭର ଯେ ଓଡ଼ିଶା ଭୁବନ। ଯେ ସ୍ଥାନରେ ସୂର୍ଯ୍ୟଦେବ ସ୍ୱର୍ଗୁ ଓହ୍ଲାଇ, ଆହା ସ୍ୱର୍ଗୁ ଓହ୍ଲାଇ, ଧରାଧାମକୁ ଯେ ମଣ୍ଡି ଥିଲେ ଗୋସାଇଁ, ଧରାଧାମକୁ ଯେ ମଣ୍ଡି ଥିଲେ ଗୋସାଇଁ। ସେ ସ୍ଥାନରେ ସୂର୍ଯ୍ୟଦେବଙ୍କୁ ପୂଜା କଲେ, ଅତି ଆଶୀର୍ବାଦ ମିଳେ ଭକ୍ତଙ୍କୁ ଭଲେ। ଧନ୍ୟ ଯେ ଆମ୍ଭର ଏହି ଉତ୍କଳ ମାଟି, ଦେବଭୂମି ବୋଲି ପରା ରହିଛି ଖ୍ୟାତି। ପବିତ୍ର ଉତ୍କଳ ଧାମେ ଜନମ ହୋଇ, ଜୀବନ ମୋହର ପରା ଧନ୍ୟ ଅଟଇ। ଶାମ୍ବ କୁମାର ଯେ ଏ ଉତ୍କଳ ଭୂମିରେ, ସୂର୍ଯ୍ୟଙ୍କୁ ପ୍ରସନ୍ନ କଲେ ସେହୁ ଅଚିରେ। ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି, ଆହା ଦଶମୀ ତିଥି, ଶାମ୍ବ ଦଶମୀ ନାମରେ ହେଲା ପ୍ରସିଦ୍ଧି, ଶାମ୍ବ ଦଶମୀ ନାମରେ ହେଲା ପ୍ରସିଦ୍ଧି। ମାଆ ମାଉସୀ ମନ ଦେଇଣ ଶୁଣ, ସେ ତିଥିରେ ସୂର୍ଯ୍ୟ ପୂଜା କରିବ ପୁଣ। ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗ କରିବ, ଦୁବ କ୍ଷତକୁ ଯେ ଯୋଗାଡ଼ କରିବ। ସୁସ୍ୱାଦୁ ବ୍ୟଞ୍ଜନ ସୂର୍ଯ୍ୟଦେବଙ୍କ ପାଇଁ, ଅତି ଯତନରେ ସଜାଡ଼ିବ ଯେ ତହିଁ। ବାଳ ସୂର୍ଯ୍ୟ ଯେବେ ଦେଖାଯିବେ ଗଗନେ, ସେ ସମୟ ଭୋଗ ଦେବ ଆନନ୍ଦ ମନେ। ପାଞ୍ଚ ସାତ ପତ୍ରରେ ଯେ ଭୋଗ ବାଢ଼ିବ, ସେ ଯେ ଭୋଗ ବାଢ଼ିବ, ମନେ ମନେ ତାଙ୍କୁ ଯେ ଦୁଃଖ କହିବ, ମନେ ମନେ ତାଙ୍କୁ ଯେ ଦୁଃଖ କହିବ। ପୂଜା ପରେ ବାଳକ ବାଳିକା ମାନଙ୍କୁ, ଡକାଇଣ ଭୋଗ ସମର୍ପିବ ତାହାଙ୍କୁ। ମଧ୍ୟାହ୍ନରେ ସୁସ୍ୱାଦୁ ବ୍ୟଞ୍ଜନ କରିବ, ଆଉ ଥରେ ସୂର୍ଯ୍ୟଙ୍କୁ ଯେ ପୂଜା କରିବ। ହେମନ୍ତ ପୂଜା କରିଲେ ଶ୍ରୀ ଅଂଶୁମାନ, ସବୁ ମନୋକାମନା ଯେ କରନ୍ତି ପୂର୍ଣ୍ଣ। ସପରିବାରକୁ ଆଶୀର୍ବାଦ ଢାଳନ୍ତି, ରୋଗ ଶୋକ ବିପଦକୁ ସେହୁ ଖଣ୍ଡନ୍ତି। ଶାମ୍ବ ଦଶମୀରେ ଯେ ସୂର୍ଯ୍ୟ ପୂଜା କରେ, ସୂର୍ଯ୍ୟ ପୂଜା କରେ, ସର୍ବ ସୁଖ ସେହୁ ଲଭଇ ଯେ ଅଚିରେ, ସର୍ବ ସୁଖ ସେହୁ ଲଭଇ ଯେ ଅଚିରେ। ଇହ କାଳେ ଐଶ୍ୱର୍ଯ୍ୟ ଭୋଗ କରଇ, ପରଲୋକରେ ପ୍ରଭୁ ଧାମ ମିଳଇ। ଅପୁତ୍ରିକ ପୁତ୍ର ପାଏ ତାଙ୍କ କୃପାରୁ, ନିର୍ଧନ ଯେ ଧନୀ ହୁଏ ତାଙ୍କ ଦୟାରୁ। ରବିବାରରେ ଆମିଷ କରିଲେ ତ୍ୟାଗ, ତାଙ୍କ ପରେ ପ୍ରସନ୍ନ ଯେ ସବିତା ଦେବ। ସୂର୍ଯ୍ୟ ଉପାସନା ଯେଉଁ ଭକ୍ତ କରଇ, ଯେଉଁ ଭକ୍ତ କରଇ, ଧର୍ମ ବଳ ତାହାଙ୍କ ଚିରେ ବଢ଼ଇ, ଧର୍ମ ବଳ ତାହାଙ୍କ ଚିରେ ବଢ଼ଇ। ଶୁଣିଲେ ସୁବିଜ୍ଞ ଜନ ଦିବ୍ୟ ଚରିତ, ଶାମ୍ବ ଦଶମୀର ଅଛି ଏତେ ମହତ୍ଵ। ଯେଉଁ ବିଜ୍ଞ ଜନ ଭକ୍ତିରେ ଶୁଣିଲେ,